ଜଗଜନନୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ମା ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡ଼ଦା ଆଜିର ଭରସା ପ୍ରଧାନାଚାର୍ଯ୍ୟଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ପୂଜ୍ୟ ଅବିନ୍ଦା ଏବଂ ଠାକୁର ପରିବାରର ସମସ୍ତଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ। ଆଜିର ଏହି ପୁଣ୍ୟ 1445ତମ ଆବାସୀ ସତ୍ସଙ୍ଗର ପୂଜ୍ୟ ପରିଚାଳକ ଏବଂ ଉପସ୍ଥିତ ସମସ୍ତ କୃତପାଞ୍ଜାଧାରୀ ରୀତିକ ମଣ୍ଡଳୀ, ଅଧୈର୍ଯ୍ୟ ମଣ୍ଡଳୀ, ଯାଜକ ମଣ୍ଡଳୀ ସମସ୍ତଙ୍କୁ ମୋର ଆଭୂମିଷ୍ଠ ପ୍ରଣାମ ଜଣାଏ। ଉପସ୍ଥିତ ସମସ୍ତ ଗୁରୁ ଭାଇ, ଗୁରୁମାତା, ସାଧୁ ସଜ୍ଜନ ମଣ୍ଡଳୀ, କୁନି କୁନି ପିଲାଏ ସମସ୍ତଙ୍କୁ ମୋର ପ୍ରୀତିପୂର୍ଣ୍ଣ ରାଭରା ଜୟକୁ ଜଣାଏ। ସର୍ବପ୍ରଥମେ ଆଜିର ଏହି ସତ୍ସଙ୍ଗରେ ଯେଉଁମାନେ ଭୋଗ ନିବେଦନ କରିଛନ୍ତି ତାଙ୍କର ଶାନ୍ତି ସୃଷ୍ଟି ବିଧାନ ପାଇଁ ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ। ଆମମାନେ ସମସ୍ତେ ଆଜି ଏକତ୍ରିତ ହେଇଛେ ସୁଭାଷ ଭାଇଙ୍କର ସେହି ଅଦ୍ୟମ ପ୍ରଚେଷ୍ଟା ଏବଂ ଇଷ୍ଟନିଷ୍ଠ ଭାବ ତାହା ହିଁ ସବୁଦିନ ଆମମାନଙ୍କୁ ଏହି ସତ୍ସଙ୍ଗର ମଧୁଚକ୍ରରେ ଯୋଡ଼ି ହେବାର ସୁଯୋଗ ପ୍ରଦାନ କରିଛି। ତାଙ୍କର ସୁଦୀର୍ଘ ଜୀବନ କାମନା କରି ପରମ ପିତାଙ୍କ ନିକଟରେ ମୋର ପ୍ରାର୍ଥନା ରଖେ। ତ ବାସ୍ତବିକ ଆଜିର ଯେଉଁ ବିଷୟବସ୍ତୁ ରଖାହେଇଛି ତାହା ହେଉଛି କର୍ମଯୋଗ। ତ କର୍ମ ଆଉ କର୍ମଯୋଗ ଭିତରେ ଡିଫରେନ୍ସ କ'ଣ ଅଛି? କର୍ମ ହେଉଛି ଆମେ ଯାହା କିଛି କରୁ ତାହା ହେଉଛି କର୍ମ। ତେଣୁ ମୁଁ ଦୁଇଟା ଶବ୍ଦର କଥା କହିବି, ଗୋଟେ ହେଉଛି ପ୍ରବୃତ୍ତି ଆଉ ଗୋଟେ ହେଉଛି ନିବୃତ୍ତି। ଏ ପ୍ରବୃତ୍ତି ପାଇଁ ଆମେ ଯାହା କିଛି ଏକ୍ସଟର୍ନାଲ ୱାର୍ଲଡରେ ଯାହା କିଛି କାମ କରୁ, ବାହ୍ୟ ଜଗତ ଦ୍ୱାରା ଯାହା କିଛି ଆମେ କାମ କରୁ ତାହା ହେଉଛି ପ୍ରବୃତ୍ତି। ଦ୍ୟାଟ୍ ଇଜ୍ ଦ ଆଉଟୱାର୍ଡ ଫ୍ଲୋ, ମାନେ ଏକ୍ସଟର୍ନାଲି ଯାହା ଆମେ କିଛି କରୁ ତାହା ହେଉଛି ପ୍ରବୃତ୍ତି। ଆଉ ଏଇ ପ୍ରବୃତ୍ତି ଆମେ ଯାହା କିଛି କରୁ ତାମାନେ ଏଇ ପ୍ରବୃତ୍ତି ପାଇଁ ଆମକୁ ପରିବାର ଦରକାର ପଡ଼େ, ସମାଜ ଦରକାର ପଡ଼େ, ପରିବେଶ ମଧ୍ୟ ଦରକାର ପଡ଼େ। ତାହା ହେଉଛି ପ୍ରବୃତ୍ତି। ଯେମିତି ଆମେ ନିଶ୍ୱାସ ନେଉ ଆଉ ନିଶ୍ୱାସ ଛାଡ଼ୁ, ନିଶ୍ୱାସ ଛାଡ଼ିବାଟା ହେଉଛି ପ୍ରବୃତ୍ତି, ନିଶ୍ୱାସ ନେବାଟା ହେଉଛି ନିବୃତ୍ତି। ତେଣୁ ଯେତେବେଳେ ଇନୱାର୍ଡଲି କିଛି କରୁ, ନିଜର ଆତ୍ମିକ ସତ୍ତା ସମ୍ବର୍ଦ୍ଧିତ କିଛି କର୍ମ କରୁ ତାହା ହେଉଛି ନିବୃତ୍ତି, ଇନୱାର୍ଡ। ତ ପ୍ରବୃତ୍ତି ହେଉଛି କର୍ମ ଆଉ ନିବୃତ୍ତି ହେଉଛି କର୍ମଯୋଗ। ତେଣୁ ଆମେ ଯେତେବେଳେ ଏକ୍ସଟର୍ନାଲି କିଛି କରୁ ତାର ପଛପଟରେ କିଛି ଫଳର ଆଶା ଥାଏ, କିନ୍ତୁ ଯେତେବେଳେ ଇନୱାର୍ଡଲି କିଛି କରୁ, ସତ୍ତା ସମ୍ବର୍ଦ୍ଧିତ କିଛି କେବେ କରୁ ବା ସାତ୍ଵିକ କର୍ମ ଯେତେବେଳେ କରୁ ତା ପଛପଟରେ କୌଣସି ଫଳ ପ୍ରାପ୍ତିର ଆଶା ନଥାଏ। ମାନେ ଆତ୍ମାକୁ ଜାଗ୍ରତ କରିବା ବା ଆତ୍ମିକ ଚେତନାକୁ ଜାଗ୍ରତ କରିବା, ଏବଂ ତାହା ହେଉଛି ନିବୃତ୍ତି, ତାହା ହେଉଛି କର୍ମଯୋଗ। ଆଉ ଗୋଟେ ଅଛି କ୍ରିୟାଯୋଗ, ତାକୁ ପରେ ଡିସ୍କସନ୍ କରିବି। ତେଣୁ ଆମେ ଏଇ ଯେଉଁ କର୍ମ କରୁ, ଏଇ କର୍ମ ଆମ ନିଜ ନିଜର ବିଶ୍ୱାସକୁ ପରିବେଶିତ କରି କରିଥାଉ। ତ ଠାକୁର କହୁଛନ୍ତି ଯେଉଁ ଭାବ ବିରୁଦ୍ଧ ଭାବ ଦ୍ୱାରା ଆହତ ବା ଅଭିଭୂତ ହୁଏ ନାହିଁ ତାହା ହିଁ ହେଉଛି ବିଶ୍ୱାସ। ତେଣୁ ଆମର ଭାବ, ଫିଲିଂ, ଆମ ଭିତରେ ଯେଉଁ ଫିଲିଂଟା ଅଛି, ଆମେ ଯାହାକୁ ବିଶ୍ୱାସ କରୁ, ଯେଉଁ ଭାବ, ଯେଉଁ ଫିଲିଂଟା ଅଛି, ଯେତେବେଳେ କୌଣସି ଦ୍ୱାରା ସେ ଆହତ ବା ଅଭିଭୂତ ହୁଏ ନା ତାହା ହେଉଛି ବିଶ୍ୱାସ। ପୁଣି ଠାକୁର କହୁଛନ୍ତି ବିଶ୍ୱାସ ନଥିଲେ ଦର୍ଶନ ମଧ୍ୟ ହୁଏ ନା। ଆଉ କର୍ମ ବିଶ୍ୱାସକୁ ଅନୁସରଣ କରେ, ଯେପରି ବିଶ୍ୱାସ ସେପରି କର୍ମ। ତ ଆମେ ଯେଉଁଥିରେ ବିଲିଭ୍ ରଖୁ, ଯେଉଁଥିରେ ବିଶ୍ୱାସ ରଖୁ, ଆମେ ସେଇ ପ୍ରକାର କର୍ମ କରିଥାଉ। କାରଣ ଆମେ ସମସ୍ତେ ହେଉଛୁ ଗୋଟେ ଗୋଟେ କର୍ମଯୋଗୀ। କାରଣ ଠାକୁର ତ ଭାବବାଣୀରେ କହିଲେ ଯେ আমি পুণ্য আত্মা চাহি, আমি পুণ্যাତ୍ମା ଚାହିଁ। ତେଣୁ ସବୁ ପୁଣ୍ୟ ସମସ୍ତଙ୍କୁ ପୂର୍ଣ୍ଣତାରେ ପ୍ୟୁରିଟିରେ ପିଓର ଆତ୍ମା ଠାକୁର ଚାହିଁଥିଲେ। ଏବଂ ଠାକୁର ପୁଣି ଭାବବାଣୀରେ କହୁଥିଲେ
যে আমি সংসার সন্ন্যাসী চাহি, জঙ্গল সন্ন্ୟାସୀ ଚାହିଁ ନା। ବାସ୍ତବିକତା ଯେତେବେଳେ ସଂସାର ସନ୍ନ୍ୟାସୀ ଯେତେବେଳେ ଚାହାନ୍ତି, ଯେତେବେଳେ ଆମେ ସାଂସାରିକ ଜୀବନ ଭିତରେ ରହୁ, ସେତେବେଳେ ତତ୍ ମାଫିକ କିଛି କିଛି କର୍ମ କରିବାକୁ ପଡ଼େ। କ'ଣ କାହିଁକି ଘର ସଂସାର ଅଛି, ସ୍ତ୍ରୀ ପିଲା ବାପା ମା ବନ୍ଧୁ ବାନ୍ଧବ ସମସ୍ତଙ୍କ ପାଇଁ ଆମେ କିଛି କର୍ମ କରୁ। ତେଣୁ ଆମେ ଏକ କର୍ମଯୋଗୀରେ ପରିଣତ ହେଇଯାଉ। ତେଣୁ ସେ ଭିତରେ ଆମେ ଅନେକ କେତେବେଳେ କେତେବେଳେ ସତ୍କର୍ମ କରୁ, ଆଉ କେତେବେଳେ ଅସତ୍ କର୍ମ କରୁ। ତେଣୁ କର୍ମ ଦୁଇଟା ଉପରେ ଆମେ କରିଥାଉ, ଶାରୀରିକ କର୍ମ ଆଉ ମାନସିକ କର୍ମ। ଫିଜିକାଲ ବଡି ଦେଇକି ଆମେ ଅନେକ କିଛି କାମ କରୁ, ମନ ଦେଇକି ମଧ୍ୟ ଆମେ ଅନେକ କିଛି କାମ କରୁ। ତେଣୁ ଯେତେବେଳେ ମନ ଦେଇକି କାମ କରୁ, ମୁଁ ଯେତେବେଳେ ମୋର ବନ୍ଧୁର ଖରାପ ଚିନ୍ତା କରେ, ତାର ଆକ୍ସିଡେଣ୍ଟ ହେଇଯାଉ, ତାର ଘର ପୋଡ଼ିଯାଉ, ସେ ଅସୁବିଧାରେ ପଡ଼ୁ, ଏ ପ୍ରକାର ଯେଉଁ ଚିନ୍ତା କରେ, ଇଏ ହେଉଛି ଏକ ମାନସିକ କର୍ମ। ଆଉ ମୁଁ ଯେତେବେଳେ ତାର ସତ୍ ଭାବରେ ଚିନ୍ତା କରେ, ତାର ଉନ୍ନତି ଚିନ୍ତା କରେ, ଇଏ ହେଉଛି ସତ୍କର୍ମ। ସେଥିପାଇଁ ଠାକୁର କହୁଛନ୍ତି ସତ୍ଚିନ୍ତାରେ ନିୟୋଜିତ ଥାଅ, ସତ୍କର୍ମ ତୁମର ସହାୟ ହେବ। ଯେତେବେଳେ ଚିନ୍ତା ସତ୍ ନ ରୁହେ, ସେତେବେଳେ କର୍ମ କେବେ ହେଲେ ସତ୍କର୍ମ ମଣିଷ କରିପାରେ ନା। ତେଣୁ ସବୁ ମୂଳରେ ଥାଏ ଚିନ୍ତା। ଯଦି ଚିନ୍ତାଟା ଯଦି ଅସତ୍ ଚିନ୍ତାର ମଣିଷ ଯେତେବେଳେ ଡୁବିକି ଥାଏ, ସେ ସବୁବେଳେ ଅସତ୍ କର୍ମ ମଧ୍ୟ କରେ। ତେଣୁ ସତ୍ଚିନ୍ତା, ଠାକୁର କହୁଛନ୍ତି ସତ୍ଚିନ୍ତାରେ ନିୟୋଜିତ ଥାଅ, ସତ୍କର୍ମ ତୁମର ସହାୟ ହେବ। ଆଉ ତୁମର ଚତୁର୍ଦିଗ ମଧ୍ୟ ସତ୍ ହୋଇ ସବୁ ସମୟରେ ତୁମକୁ ରକ୍ଷା କରିବ ହିଁ କରିବ। ତେଣୁ ସତ୍ ହିଁ ସମସ୍ତଙ୍କୁ ରକ୍ଷା କରିବ। ତେଣୁ ଏଇ ଯେଉଁ ବିଲିଫ୍ ସିଷ୍ଟମ୍, ବିଶ୍ୱାସଟା, ଯେଉଁଟା ମୁଁ ଏବେ କହୁଥିଲି ଯେ ବିଶ୍ୱାସ କର୍ମ ବିଶ୍ୱାସକୁ ଅନୁସରଣ କରେ। ଏ ବିଶ୍ୱାସଟା, ବିଲିଫ୍ଟା ବୁଦ୍ଧି ବା ଇଣ୍ଟେଲିଜେନ୍ସର ଊର୍ଦ୍ଧ୍ୱରେ। ଆମେ ଅନେକ ଯୁକ୍ତିତର୍କ ଭିତରେ ଆମେ ବହୁତ ନିଜକୁ ଇଣ୍ଟେଲିଜେଣ୍ଟ ବୋଲି ଭାବୁ। ଏଇ ଇଣ୍ଟେଲିଜେଣ୍ଟ ଆଉ ବିଶ୍ୱାସ, ବିଲିଫ୍, ଦୁଇଟାକ ଡିଫରେଣ୍ଟ ଜିନିଷ। ତେଣୁ ବିଶ୍ୱାସ ହେଉଛି ବୁଦ୍ଧିର ଗଣ୍ଡିର ବାହାରେ। ତେଣୁ ମଣିଷ ବୁଦ୍ଧି ଯାହା ଥାଏ, ଯେଉଁ ଇଣ୍ଟେଲିଜେନ୍ସଟା ଥାଏ, ଇଣ୍ଟେଲିଜେନ୍ସର ବାହାରେ ହେଉଛି ତାର ବିଶ୍ୱାସ। ଇଣ୍ଟେଲିଜେନ୍ସଟା ବିଶ୍ୱାସ ନୁହେଁ। ତେଣୁ ଅନେକ ସମୟରେ ଦେଖାଯାଏ ବହୁତ ଇଣ୍ଟେଲିଜେଣ୍ଟ, ବହୁତ ଜ୍ଞାନୀ ଗୁଣୀ ମଣିଷମାନେ ଥାଆନ୍ତି, ଯେଉଁମାନେ ଈଶ୍ୱର ବିଶ୍ୱାସୀ ମଧ୍ୟ ନୁହନ୍ତି। ତାର କାରଣ ହେଉଛି ଦେ ଆର୍ ଇଣ୍ଟେଲିଜେଣ୍ଟ, କିନ୍ତୁ ତାଙ୍କର ବିଲିଫ୍ ସିଷ୍ଟମ୍ ଇଜ୍ ଲୋ। ତାଙ୍କର ବିଶ୍ୱାସଟା କମ୍ ଥାଏ। ତେଣୁ ବୁଦ୍ଧିରେ କ'ଣ ଥାଏ, ଯେତେବେଳେ ମଣିଷ ଯେଉଁ ଇଣ୍ଟେଲିଜେଣ୍ଟ ଯେତେବେଳେ ଥାଏ, ସେତେବେଳେ ହଁ ନାଇଁ ଥାଏ। ହଁ ହେଇପାରେ ନ ହେଇପାରେ, ମାନେ ଡାଉଟ୍ ମଧ୍ୟ ଥାଏ। କିନ୍ତୁ ବିଶ୍ୱାସରେ ସେଗୁଡ଼ା ନଥାଏ। ଯେତେବେଳେ ବିଶ୍ୱାସ କରୁ, ଯେତେବେଳେ ଆମେ ଠାକୁରଙ୍କୁ ବିଶ୍ୱାସ କରୁ, ତା ଭିତରେ ଆଉ ହଁ ନାଇଁ କିଛି ନଥାଏ, ଦ୍ୱନ୍ଦ୍ୱ କିଛି ନଥାଏ, ସଂଶୟ କିଛି ନଥାଏ। ତେଣୁ ତାହା ହେଉଛି ବିଶ୍ୱାସ ଆଉ ବିଲିଭ୍ ଆଣ୍ଡ ଇଣ୍ଟେଲିଜେନ୍ସର ଡିଫରେନ୍ସ। ମୁଁ ଜ୍ଞାନୀ ହେଇପାରେ, ମୁଁ ଠାକୁରଙ୍କର ବହୁତ ଜିନିଷ ଜାଣିଥାଇପାରେ। ମୁଁ ଜଣେ ବନ୍ଧୁକୁ ମୋର ଭେଟିଥିଲି, ଜଣେ ଫିଜିକ୍ସର ଜଣେ ଲେକ୍ଚରର, ତା ଭାଇ ଦୀକ୍ଷା ନେଇଛନ୍ତି, ସିଏ କିନ୍ତୁ ଦୀକ୍ଷା ନେଇନାହାନ୍ତି। କିନ୍ତୁ ସତ୍ୟାନୁସରଣକୁ ସେ ଭଲ ଭାବରେ ପଢ଼ିଛନ୍ତି, ଠାକୁରଙ୍କର ଭାବଧାରାକୁ ବହୁତ ଭଲ ଭାବରେ ବୁଝିଛନ୍ତି, ସବୁକିଛି ଜାଣିଛନ୍ତି, କିନ୍ତୁ ଦୀକ୍ଷା ନିଅନ୍ତି ନାହିଁ। ତାର କାରଣ ହେଉଛି ତାଙ୍କର ଇଣ୍ଟେଲିଜେନ୍ସ ଅଛି, ସେ ବୁଝିପାରୁଛନ୍ତି ସବୁ, କିନ୍ତୁ ବିଶ୍ୱାସକୁ ସେ ଡେଭଲପ୍ କରିପାରୁନାହାନ୍ତି। ଦ ଲୋ ବିଲିଭ୍ ସିଷ୍ଟମ୍ ଭିତରେ ଅଛନ୍ତି, କିନ୍ତୁ ଇଣ୍ଟେଲିଜେନ୍ସ ହେଇଛି। ତାଙ୍କ ଭାଇ ବୋଧେ ସେତିକି ଜାଣିନଥିବେ, ମୁଁ ତାଙ୍କ ଭାଇ ସହିତ ଅବଶ୍ୟ ଇଣ୍ଟରାକ୍ସନ୍ କରିନି, ତାଙ୍କ ଭାଇ ବୋଧେ ଠାକୁରଙ୍କୁ ବି ସେତିକି ଜାଣିନଥିବେ, ସେ ଯେତିକି ଜାଣିଛନ୍ତି, କିନ୍ତୁ ସେ ଦୀକ୍ଷା ନିଅନ୍ତିନି। ତାର ମୂଳତଃ କାରଣ ହେଉଛି, ସେ ଗୋଟେ ଫିଜିକ୍ସର ଲେକ୍ଚରର ଥିଲେ, ଭୁବନେଶ୍ୱରରେ ଅଛନ୍ତି। ତ ତାର ମୂଳ କାରଣ ହେଉଛି ତାଙ୍କର ଇଣ୍ଟେଲିଜେନ୍ସ ଅଛି, ବୁଦ୍ଧି ଅଛି, କିନ୍ତୁ ବିଶ୍ୱାସ ନାହିଁ। ସେଥିପାଇଁ ଠାକୁର କହୁଛନ୍ତି ବିଶ୍ୱାସ ବୁଦ୍ଧିର ଗଣ୍ଡିର ବାହାରେ। ଆଉ ଏଇ ଅନେକ ସମୟରେ ଆର୍ଗୁମେଣ୍ଟ ଆମେ କରୁ, ଏ ଆର୍ଗୁମେଣ୍ଟଟା କେବେ ହେଲେ ବିଶ୍ୱାସକୁ ଡେଭଲପ୍ କରିପାରେ ନା। ବିଶ୍ୱାସଟା ଭାବର ମେରୁଦଣ୍ଡ ଉପରେ ପ୍ରତିଷ୍ଠା ଲାଭ କରେ। ଭାବ, ଫିଲିଂର ବିଷୟ, ଅନୁଭୂତି ଉପରେ ପ୍ରତିଷ୍ଠା ଲାଭ କରେ। ତେଣୁ ଅନୁଭୂତି ଯେତେବେଳେ ନଥାଏ, ସେତେବେଳେ ବିଶ୍ୱାସ ମଧ୍ୟ ଆସେନି। ତେଣୁ ଫିଲିଂ ଉପରେ ପ୍ରତିଷ୍ଠା ଲାଭ କରେ। ଫିଲିଂର ମେରୁଦଣ୍ଡ ଉପରେ ବା ତାରି ମୂଳଦୁଆ ଉପରେ, ଭାବର ମୂଳଦୁଆ ଉପରେ ବିଶ୍ୱାସ ହିଁ ପ୍ରତିଷ୍ଠା ଲାଭ କରେ। ଯୁକ୍ତିତର୍କ ଦ୍ୱାରା କେହି ବିଶ୍ୱାସ କରିପାରେ ନା। ଆମେ ଅନେକ ଜଣ ଲୋକ ଯୁକ୍ତି କରନ୍ତି, କୌଣସି ସତ୍ସଙ୍ଗ ବିରୁଦ୍ଧରେ କେହି ଯୁକ୍ତି କଲେ ମୁଁ ଯୁକ୍ତିତର୍କ କରେନି, ମୁଁ ପଳେଇ ଆସେ।
ତ ଭାବ ଯେତେ ପତଳା ହେବ ବିଶ୍ୱାସ ମଧ୍ୟ ସେତେ ପତଳା ହେବ ଆଉ ନିଷ୍ଠା ମଧ୍ୟ ସେତେ କମ୍ ହେବ। ଯେଉଁମାନଙ୍କର ଯେତେ ଦେଖନ୍ତୁ ଯେଉଁମାନେ ଡିପି ୱାର୍କ କରୁଛନ୍ତି ଯେଉଁମାନଙ୍କର ନିଷ୍ଠା ଯେତେ ଅଧିକ ସେମାନେ ସେତିକି ବିଶ୍ୱାସ ତାଙ୍କର ସେତିକି ଷ୍ଟ୍ରଙ୍ଗ ଆଉ ସେ ସେତିକି କରିପାରନ୍ତି। ତ ଠିକ୍ ଅଛି। ତେଣୁ ଏଇ ଯେଉଁ ଆମେ କର୍ମ କରୁ এই কর্ম পছপটে আমার যে স্পিরিচুয়ালিজমর কোণ সম্পর্ক ଅଛି এই যে কর্ম ଆଉ আধ্যাত্মিকতা ঠাকুর ସେଥିପାଇଁ କହୁଛନ୍ତି ଯେଉଁ ଭାବ ଏବଂ ଯେଉଁ କର୍ମ ମଣିଷକୁ କାରଣମୁଖୀ କରାଏ ତାହା ହେଉଛି ଆଧ୍ୟାତ୍ମିକତା। ତେଣୁ ଏ କର୍ମ ହିଁ ମଣିଷ ଆଧ୍ୟାତ୍ମିକତାକୁ ପଥକୁ ନେଇଯାଏ। ତେଣୁ ମୁଁ ବର୍ତ୍ତମାନ ପ୍ରଥମେ ଟିକେ ଯୋଗ ଉପରେ କହେ। ତେବେ ଯୋଗ କ'ଣ? এই ଯେଉଁ ମାନେ ଯୋଗ ହେଉଛି এই ଯୋଗଟା କ'ଣ ନା ଯୋଗ ହେଉଛି ଦ ୟୁନିଫିକେସନ୍ ଅଫ୍ ଦ ଆତ୍ମା ୱିଥ୍ ପରମାତ୍ମା। ଆତ୍ମାକୁ ପରମାତ୍ମା ସହିତ ଯୁକ୍ତ କରିବା ତାହା ହେଉଛି ଯୋଗ। ତେଣୁ ଏଇଟା ମଧ୍ୟ ସହଜ କଥା ନୁହେଁ। ତେଣୁ ଯୋଗର ମୂଳ ଭାଷା ହେଉଛି ଦ କନେକ୍ସନ୍ ଅଫ୍ ଦ individual consciousness to the universal consciousness। ତା ମାନେ ମୋର ବ୍ୟକ୍ତିଗତ ଚେତନାକୁ ବିଶ୍ୱ ଚେତନାରେ ପରିଣତ କରିବା, ବିଶ୍ୱ ଚେତନା ସହିତ ଯୋଗ କରିବା ତାହା ହେଉଛି ଯୋଗ। ତେଣୁ ମୁଁ ଆଗରୁ ଥରେ ବୋଧେ କେଉଁଠି ଆଲୋଚନାରେ କହିଥିଲି ଯେ ଆମ ଭିତରେ ଗୋଟେ ଇଣ୍ଡିଭିଜୁଆଲ କନସିୟସନେସ୍ ଅଛି। ମୋ ଭିତରେ ଗୋଟେ ଇଣ୍ଡିଭିଜୁଆଲ କନସିୟସନେସ୍ ଅଛି। ମୋର ନିଜର ଚେତନା ଅଛି। ଯେଉଁ ପଞ୍ଚ ଇନ୍ଦ୍ରିୟର ଚେତନା, ମୁଁ ଆଖି ଦ୍ୱାରା ଦେଖିପାରୁଛି, କାନ ଦ୍ୱାରା ଶୁଣିପାରୁଛି, ନାକ ଦ୍ୱାରା ଶୁଙ୍ଗିପାରୁଛି, ଜୀବ ଦ୍ୱାରା ଖାଇପାରୁଛି, ଚର୍ମ ଦ୍ୱାରା ସ୍ପର୍ଶ ଅନୁଭବ କରିପାରୁଛି। ଇଏ ହେଉଛି ମୋର ବ୍ୟକ୍ତିଗତ ଚେତନା। ତା ବାହାରେ ଆଉ ଗୋଟେ ଷଷ୍ଠ ଚେତନା ହେଉଛି, ତାହା ହେଉଛି ଆଧ୍ୟାତ୍ମିକ ଚେତନା ବା ସ୍ପିରିଚୁଆଲ କନସିୟସନେସ୍। ତା ମଧ୍ୟ ମଣିଷ ପାଖରେ ଅଛି। ସେଥିପାଇଁ ସେ ହ୍ୟୁମାନ୍ ବିଙ୍ଗ। ଆମେ ଏଲିଫାଣ୍ଟ ବିଙ୍ଗ କହୁନା, ଡଗ୍ ବିଙ୍ଗ କହୁନା, କିନ୍ତୁ ହ୍ୟୁମାନ୍ ବିଙ୍ଗ କହୁ। କାରଣ ହ୍ୟୁମାନ୍ଟା ତାର ବିଙ୍ଗଟାକୁ ଜାଣିପାରେ, ସେଥିପାଇଁ ସେ ହେଉଛି ହ୍ୟୁମାନ୍ ବିଙ୍ଗ। ସେଥିପାଇଁ ତା ଭିତରେ ସେ ଆତ୍ମିକ ଚେତନାର ଭାବଟା ରହିଛି, ସେଥିପାଇଁ ତାର ସ୍ପିରିଚୁଆଲ କନସିୟସନେସ୍ଟା ଅଛି। ତ ଏଇ ଯେଉଁ ଚେତନାଟା ଅଛି, ଏଇ ଚେତନାଟା ହେଉଛି ଇଣ୍ଡିଭିଜୁଆଲ କନସିୟସନେସ୍ଟା। ମୋ ଭିତରେ ମୋର ଯେତେବେଳେ ଦେହରେ ପୀଡ଼ା ହେଉଛି ମୁଁ ଅନୁଭବ କରିପାରୁଛି, ଇଏ ହେଉଛି ମୋର ବ୍ୟକ୍ତିଗତ ଚେତନା। ମୋ ସ୍ତ୍ରୀର ପୀଡ଼ାଟାକୁ ମୁଁ ଫିଲ୍ କରିପାରୁଛି କିନ୍ତୁ ମୁଁ ଅନୁଭବ କରିପାରୁନି। କିନ୍ତୁ ଠାକୁର ପାରୁଥିଲେ, କାରଣ ଠାକୁର ହେଉଛନ୍ତି ୟୁନିଭର୍ସାଲ କନସିୟସନେସ୍, ବିଶ୍ୱ ଚେତନାର ସେ ମଣିଷ। ତେଣୁ ବିଶ୍ୱ ଚେତନା ଯେତେବେଳେ ମଣିଷ ପାଖରେ ଜାଗ୍ରତ ହୁଏ ସେତେବେଳେ ସେ ସମସ୍ତଙ୍କର ଦୁଃଖକୁ ନିଜ ଭିତରେ ଅନୁଭବ କରେ। ସେଥିପାଇଁ କୁକୁରକୁ ମାଡ଼ ହେଇକି ଯେତେବେଳେ ତାର ମୁହଁ ଫାଟି ଯାଇଥିଲା, ଠାକୁରଙ୍କ ନାକରୁ ମଧ୍ୟ ରକ୍ତ ବାହାରି ପଡ଼ିଥିଲା। ଯେତେବେଳେ ପକ୍ଷୀ ଧରାଳି ଯେତେବେଳେ ଖେଞ୍ଚି ଦେଇଥିଲା, ଠାକୁର ମାଟିରେ ଗଡ଼ି ଯାଉଥିଲେ, କାହିଁକି ତାର ବେଦନାକୁ ସେ ଅନୁଭବ କରିପାରୁଥିଲେ, କାରଣ ତାଙ୍କ ଭିତରେ ବିଶ୍ୱ ଚେତନା ଥିଲା। ଠାକୁରଙ୍କ ପାଖରେ ଜଣେ ବସିକି, ଠାକୁର ଯେତେବେଳେ ବହୁତ ଛୋଟ ଥିଲେ, କମ୍ ବୟସ ଥିଲେ, ତାଙ୍କ ପାଖରେ ଜଣେ ଖାଉଥିଲେ ବସିକି, ତାଙ୍କ ଅଣ୍ଟାରେ ବହୁତ ପେନ୍ ଥିଲା। ସେ କହୁଥାନ୍ତି ଠାକୁରକୁ, କିନ୍ତୁ ଉଠିଲା ବେଳକୁ ତାଙ୍କ ପେନ୍ କମିଯାଇଛି, କିନ୍ତୁ ଠାକୁରଙ୍କ ଭିତରେ ସେ ପେନ୍ଟା ରହିଯାଇଛି। ତ ଠାକୁରଙ୍କୁ ଜଣେ କଲିକତାର ଜଣେ ଡାକ୍ତର ଆସିକି କହିଲେ, ସେ ଆଷ୍ଟ୍ରୋଲୋଜି ଦେଖନ୍ତି, କହିଲେ ଠାକୁର ଆପଣଙ୍କୁ ନେଫ୍ରୋଲୋଜିକାଲ ପ୍ରୋବ୍ଲେମ୍ ହେଇପାରେ। ଠାକୁର କହୁଛନ୍ତି ନାଇଁ ମୋତେ ପାରାଲିସିସ୍ ହେଇଯାଇପାରେ। କାରଣ ନିକଟ ଅତୀତରେ ଅନେକ ଭକ୍ତ ଆସିଛନ୍ତି ଯେଉଁମାନଙ୍କୁ ପାରାଲିସିସ୍ ହେଇଥିଲା, ସେମାନଙ୍କର ଦୁଃଖକୁ ନିବାରଣ କରିବା ପାଇଁ ଠାକୁର ନିଜେ ଫିଲ୍ କରିଛନ୍ତି। ତାମାନେ ଇଏ ହେଉଛି ବିଶ୍ୱ ଚେତନା। ତେଣୁ ଯୋଗର ମୂଳ ମନ୍ତ୍ର ହେଉଛି ଦ ଇଣ୍ଡିଭିଜୁଆଲ କନସିୟସନେସ୍ ଟୁ ୟୁନିଭର୍ସାଲ କନସିୟସନେସ୍ ହେଉଛି ଯୋଗର ମୂଳ ଧାରା। ତେଣୁ ଏଇ ଯେଉଁ ଯୋଗ କଥା ଯେତେବେଳେ ଉଠେ, ଏଇ ଯୋଗଟା ବିଭିନ୍ନ ପ୍ରକାର ତାର ଯେଉଁ ଭାବଟାକୁ ଆମେ ଦେଖୁ, ଯୋଗର ମୂଳ ହେଉଛି ଦ ସେଲ୍ଫ ରିଏଲାଇଜେସନ୍, ଆତ୍ମଚେତନା। এই আত্মচেতনা যেତେବେଳେ ମଣିଷ ଭିତରେ ଆସେ, and that leads to the state of liberation, that is the ମୋକ୍ଷ ବା ସମାଧି ଆଡ଼କୁ ନେଇଯାଏ। ସମାଧି ମଧ୍ୟ ଅନେକ ପ୍ରକାର ସମାଧି ଅଛି। ଠାକୁର ତ କହିଛନ୍ତି ସମାଧି ମାନେ କ'ଣ? ଠାକୁର କହିଛନ୍ତି ସମ୍ୟକ ଭାବରେ ଯୁକ୍ତ ହେବା, ଏକ ନିର୍ଦ୍ଦିଷ୍ଟ ଜିନିଷ ସହିତ ସମ୍ୟକ ଭାବରେ ଯୁକ୍ତ ହେବା ହେଉଛି ସମାଧି। ପୂର୍ଣ୍ଣ ଭାବରେ ଯୁକ୍ତ ତ ଅଲଗା କଥା। ତେଣୁ ସେଇଟା ତ କୈବଲ୍ୟ ବୋଲି କହିଛନ୍ତି। ତ ସମାଧି, କୈବଲ୍ୟ, ନିର୍ବାଣ ଅନେକ ଶବ୍ଦ ତାକୁ ଆମେ ବ୍ୟବହାର କରୁ, ବା ମୋକ୍ଷ, ଲିବରେସନ୍। ତ ଯୋଗର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତ ସେଲ୍ଫ ରିଏଲାଇଜେସନ୍ ଆଣ୍ଡ ଦ ମୋକ୍ଷ ପ୍ରାପ୍ତି ହେଉଛି ଯୋଗର ମୂଳ ଉଦ୍ଦେଶ୍ୟ।
ତେଣୁ ଏଥିପାଇଁ ଅନେକ ପ୍ରକାର ପ୍ରାକ୍ଟିସେସ୍ ଥାଏ। ଫିଜିକାଲ ଡେଭଲପମେଣ୍ଟ, ମେଣ୍ଟାଲ ଡେଭଲପମେଣ୍ଟ, ସ୍ପିରିଚୁଆଲ ଡେଭଲପମେଣ୍ଟ, ଇମୋସନାଲ ଡେଭଲପମେଣ୍ଟ, ଦ କ୍ୟାରେକ୍ଟରିଷ୍ଟିକ୍ ଡେଭଲପମେଣ୍ଟ, ସୋସିଆଲ ଡେଭଲପମେଣ୍ଟ ଏବଂ ଡିସିପ୍ଲିନ୍ ଅଫ୍ ଦ କଲଚରାଲ ଡେଭଲପମେଣ୍ଟ, ଏହି ସମସ୍ତର ଉନ୍ନତି ହେବା ହେଲେ ତାହେଲେ ଯାଇକି ଏଇ ଯେଉଁ ମୁଖ୍ୟ ଆଡ଼କୁ ମଣିଷ ଗତି କରିପାରେ। ତେଣୁ ଏଇ ଯେଉଁ ଯୋଗଟା ଇଏ ଗୋଟେ ଆର୍ଟ୍ସ ନା ସାଇନ୍ସ ସବଜେକ୍ଟ। ତ ଯୋଗ ଇଜ୍ ଆନ୍ ଆର୍ଟ which create the sensitiveness and intuitive in the human body। ତେଣୁ ଇଏ ହେଉଛି ଗୋଟେ ଆର୍ଟ, ଗୋଟେ କଳା ଯାହା ମଣିଷ ଭିତରେ ସେଇ ଆଧ୍ୟାତ୍ମିକତାକୁ ସୃଷ୍ଟି କରିପାରେ। ଇଏ ହେଉଛି ଗୋଟେ ଆର୍ଟ୍ସ ସବଜେକ୍ଟ। ତ ଯୋଗ ଆର୍ଟ ଆଣ୍ଡ ସାଇନ୍ସ ଆଣ୍ଡ ଦ୍ୟାଟ୍ ଆଟେନ୍ ଦ ଟ୍ରୁ ଲାଷ୍ଟିଂ ଅଫ୍ ହାପିନେସ୍ ଇନ୍ ଦ ହ୍ୟୁମାନ୍ ବିଂ। ଦେଖନ୍ତୁ ଆମେ ଯେତେ ବି କର୍ମ କରୁ, ସବୁ କର୍ମ ପଛରେ ଗୋଟିଏ ମାତ୍ର ଜିନିଷ ଥାଏ ଯେ ନିଜକୁ ଶାନ୍ତି ଦେବା, ଆନନ୍ଦ ଦେବା, ଖୁସି ଦେବା, ତାହା ହିଁ ମୂଳ ତତ୍ତ୍ୱ ଥାଏ। ତେଣୁ ନିଜକୁ ଖୁସି ଦେବା, ଏ ନିଜଟା କିଏ, ନିଜକୁ ଯେତେବେଳେ ମୁଁ ଚିହ୍ନି ପାରେନି, ମୁଁ ତ ଗୋଟେ ଶରୀର ନୁହେଁ, ମୁଁ ଯେତେବେଳେ ଆତ୍ମା ବୋଲିକି ଜାଣେ, ସେତେବେଳେ ସେଇ ନିଜ ଭିତରକୁ ଯେଉଁ ଯେତେବେଳେ ନିଜ ପାଇଁ ଯେତେବେଳେ ନିଜର ଖୁସି ପାଇଁ ଯେଉଁଟା କରେ, ଦ ଏଭର ଲାଷ୍ଟିଂ ହାପିନେସ୍ ପାଇଁ ଯେଉଁଟା କରେ, ତାହା ହେଉଛି ଯୋଗ। And yoga is the science that used for the upliftment of the humanity। ମଣିଷ ଭିତରେ ସେ ମାନବୀୟ ଗୁଣକୁ ଅପଲିଫ୍ଟ କରିବା, ତାହା ହେଉଛି ଯୋଗର ମୂଳ। ତା ପାଇଁ କ'ଣ କରିବାକୁ ପଡ଼େ? ତାପରେ ଏଇ ଯୋଗ ପାଇଁ ଡିଫରେଣ୍ଟ ପ୍ରାକ୍ଟିସେସ୍ ଅଛି, ପ୍ରାକ୍ଟିକାଲ ମେଥଡ଼୍ସ ଅଛି, ସ୍ପେସିଫିକ୍ ରୁଲ୍ ରେଗୁଲେସନ୍ ଅଛି। ସେଥିପାଇଁ ଇଏ ହେଉଛି ସାଇନ୍ସ। ତେଣୁ ଏଇ ଯୋଗ ମଣିଷ ଭିତରେ ଅନେକ ତା ଜୀବନର ଅନେକ କ୍ଲାରିଟି ମଧ୍ୟ ଆଣେ। ତ ଅନେକ କ୍ଲାରିଟି ମଧ୍ୟ ଆଣେ, ତାମାନେ ଜୀବନର ମୂଲ୍ୟବୋଧଟାକୁ ବୁଝିବାର ଯେଉଁ ଭାବଟା ତା ଭିତରେ ସୃଷ୍ଟି କରେ ଏଇ ଯୋଗ। ଏଇ ଯୋଗ ହେଉଛି ଫିଜିକାଲ, ମେଣ୍ଟାଲ ଆଣ୍ଡ ସ୍ପିରିଚୁଆଲ ପ୍ରାକ୍ଟିସେସ୍ ଅର୍ ଡିସିପ୍ଲିନ୍ସ which develop the happiness in the human being and it is not a today ଆଜିର ଇଏ ନୁହେଁ, ଇଏ କେତେ 5000 ବର୍ଷ ପୂର୍ବ ତଳର ପ୍ରାକ୍ଟିସେସ୍। ଆନିସେଣ୍ଟ ଇଣ୍ଡିଆ ଯେତେବେଳେ ମାନବ ସଭ୍ୟତା ସୃଷ୍ଟି ହେଇଥିଲା, ସେଇ ସମୟରୁ ଏଇ ଯୋଗର କଥା ଆସିଯାଇଛି। ତେଣୁ ଏଇ ଯେଉଁ ଯୋଗ, ଏଇ ଯୋଗ ଭିତରେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଯୋଗ ଅଛି, ଆମେ ପାତାଞ୍ଜଳିଙ୍କର ଅଷ୍ଟାଙ୍ଗ ଯୋଗସୂତ୍ର କଥା ଜାଣିଛୁ। ପାତାଞ୍ଜଳି ଯେଉଁ ଯୋଗର କଥା କହିଥିଲେ ତାହା ଥିଲା ଅଷ୍ଟାଙ୍ଗ ଯୋଗସୂତ୍ର। ଏ ଅଷ୍ଟାଙ୍ଗ ଯୋଗସୂତ୍ର ଭିତରେ କ'ଣ ଥିଲା? ୟମ, ନିୟମ ଆଉ ଆସନ, ପ୍ରାଣାୟାମ, ପ୍ରତ୍ୟାହାର, ଧାରଣା, ଧ୍ୟାନ ଆଉ ସମାଧି, ଇଏ ହେଉଛି ଅଷ୍ଟାଙ୍ଗ ଯୋଗସୂତ୍ର। ତା ଭିତରେ ଠାକୁରଙ୍କର ବିଧାନ ମଧ୍ୟ ରହିଛି। ଦେଖନ୍ତୁ, ଧ୍ୟାନ ମାନେ ମେଡ଼ିଟେସନ୍। ଠାକୁର ତ ଧ୍ୟାନ ମଣିଷକୁ ମାନେ ଗ୍ରହଣକ୍ଷମ କରାଏ, ସ୍ଥିର କରାଏ। ତାପରେ ଏଇ ଯେଉଁ ମେଡ଼ିଟେସନ୍ ଅଛି, ଧାରଣା, ଦ୍ୟାଟ୍ ଇଜ୍ କନସେନ୍ଟ୍ରେସନ୍ ଅଫ୍ ଦ ଅବଜେକ୍ଟ, ଯାହା ଠାକୁର ସବୁବେଳେ କହୁଥିଲେ ବି କନସେଣ୍ଟ୍ରିକ୍। ଗୋଟିଏ ୱାର୍ଡ଼ରେ ଯେଉଁ ଫର୍ଡ଼କୁ ଉତ୍ତର ଦେବା ପାଇଁ ଠାକୁର ସେଟା କହିଥିଲେ ବି କନସେଣ୍ଟ୍ରିକ୍। ତେଣୁ ଏଇ ଯେଉଁ ଧାରଣା ହେଉଛି କ'ଣ ନା କନସେନ୍ଟ୍ରେସନ୍ ହେଲା, କନସେନ୍ଟ୍ରେସନ୍ ଅନ୍ ଅବଜେକ୍ଟ, ଯାହା ଠାକୁର ସମାଧି ମଧ୍ୟ କହିଛନ୍ତି ଯେ କୌଣସି ଏକ ଜିନିଷରେ ସମ୍ୟକ ଭାବରେ ନ୍ୟସ୍ତ ରହିବା ହେଉଛି ସମାଧି। ଆଉ ପ୍ରାଣାୟାମ, ଯେଉଁ ଯୋଗିକ ବ୍ରିଦିଂ ପ୍ରୋସେସ୍ ଥାଏ, ଯେଉଁଥିରେ ଆମେ ଅନୁଲୋମ ବିଲୋମ କରୁ କି ନହେଲେ କପାଳ ଭାରତୀ କରୁ, ଯେଉଁ ସବୁ ବିଭିନ୍ନ ପ୍ରକାର ପ୍ରାଣାୟାମ ପଦ୍ଧତି ଅଛି। ଠାକୁର କହୁଛନ୍ତି ଏଇ ଯେଉଁ ଭଜନ ଆମେ କରୁ, ସବୁଦିନ ସକାଳ ସନ୍ଧ୍ୟା ଭଜନ କରୁଛୁ, ତେଣୁ ଭଜନ ହେଉଛି ଚିତ୍ତ ଉନ୍ମାଦନକାରୀ ପ୍ରାଣାୟାମ, ଆଉ କୀର୍ତ୍ତନ ହେଉଛି ଚିତ୍ତ ଉନ୍ମାଦନକାରୀ କୀର୍ତ୍ତନ ଏକ୍ସରସାଇଜ। ତେଣୁ ଏଇ ଯେଉଁ ଆସନ ମାନେ ବିଭିନ୍ନ ଯୋଗିକ ପୋସ୍ଚର ଥିଲା। ଯେଉଁ ଯୋଗିକ ପୋସ୍ଚର ଠାକୁର ମଧ୍ୟ ଏଇ ଯେଉଁ ବିଭିନ୍ନ ଆସନଙ୍କର ଫଟୋ ଅଛି ଠାକୁରଙ୍କର ଦେଖିଥିଲେ। ଠାକୁର ମଧ୍ୟ ଯୋଗ କରୁଥିଲେ, ଆସନ କରୁଥିଲେ। ଆସନ ମାନେ ଏଇ ଯେଉଁ ଯୋଗିକ ମେଥଡ଼, ଏଇଟାରେ ଅନେକ ଯୋଗ ଥେରାପି ମଧ୍ୟ ଅଛି, ଯେଉଁଥିରେ କି ବିଭିନ୍ନ ରୋଗକୁ ଟ୍ରିଟମେଣ୍ଟ କରାଯାଏ ଯୋଗ ଦ୍ୱାରା। କାରଣ ବଡ଼ିର କିଛି ଅର୍ଗାନ ଯେତେବେଳେ ମାନେ ମୁଭମେଣ୍ଟ କରେନି, ସେତେବେଳେ ମାନେ ତାକୁ ମୁଭମେଣ୍ଟ କରାଇଦେଲେ ବଡ଼ିର ସେଇ ଡିଜିଜ୍ଟା ଭଲ ହେଇଯାଏ। ତ ପୋସ୍ଚର୍ସ, ତେଣୁ ତା ଭିତରେ ଯେଉଁ ୟମ ଯେଉଁଟା ଅଛି, ମାନେ ତା ମୋରାଲ କୋଡ଼, ଅହିଂସା, ସତ୍ୟ, ମାନେ ବ୍ରହ୍ମଚର୍ଯ୍ୟ,
ये सब पालन करवा नियम माने विभिन्न रूल्स जोटा ताने प्यूरिटी मेंटेन करवा शौच खुशी रहा कंटेनमेंट रहा माने आत्मसंतोष भितर रहा तप करवा पढ़ापढ़ी करवा ईश्वर के प्रति डेडिकेशन रहा ये सब हूँ विभिन्न जिनस जहाँकि यम नियम भितर आसे तेणु वास्तविक जदि आम देखू किंतु गीतार जो लीला पुरुष श्रीकृष्ण जो कथा थिला सेतरे चारि जोग कथा आसिला ये अष्टांग जोग ये अष्टांग जोग को चारि जोग रे परिणत कर दिया गला चारि जोग श्रेष्ठ चारि जोग कौन रहिला ना ज्ञान जोग भक्ति जोग कर्म जोग आउ राजयोग इष्ट अष्टांग जोगर मूल हूँ राजयोग ताने ता भितर मेडिटेशन थिला किंतु ये जो आउ गोटे माने जो वेदर जो वर्णना अच्छी ये अष्टांग जोग आउ गोटे प्रकार व्यवस्था अच्छी अष्टांग जोग कहले कौन ना ज्ञान जोग भक्ति जोग कर्म जोग हत जोग लय जोग मंत्र जोग यंत्र जोग तंत्र जोग एवं राजयोग ये सब विभिन्न प्रकार जो जोग अच्छी मंत्र जोग ठाकुर से मंत्र जोग ठाकुर जो विधान देखो पतंजलि जो अष्टांग जोग पद्धति व्यासदेव जो चारि जोग पद्धति ठाकुर गोटे आनिले ता हूँ नाम हूँ जोग जोग माने युक्त हवा तेणु ये जो माने कर्म जोग बा पथ ये हूँ जो पथ देकी मनीष ईश्वर प्राप्ति हो पाए तेणु मनीष जो ईश्वर प्राप्ति हाँपाई ईश्वर जो मनीषर जो अल्टीमेट गोल थाए माने गोल थाए ईश्वर प्राप्ति मनीषर जो अल्टीमेट गोल थाए ईश्वर प्राप्ति से ईश्वर प्राप्ति पाई विभिन्न पद्धति अच्छी ये पद्धति माने गोटे हूँ भक्ति करिकी हो पार भक्ति जोग सेमती ज्ञान यदि ज्ञान वृद्धि करा जाए तेणु ता द्वारा ईश्वर प्राप्ति हो पारती तेणु ये ज्ञान कथा ठाकुर तो कहले ईश्वर को जाना माने सबकिछि की जाने जो मनीष भगवान को जाने से सबकिछि की जाने आउ कि तार जाना से तो ज्ञान जोग हो गला तेणु आम जीवंत भगवान को जो जीवन में पाइचे मनीष माने माने समय पाइचे तेणु तांको बुझीबा एवं तांको जानिबा होची सर्वश्रेष्ठ ज्ञान जोग तेणु तापर जो कर्म जोग आसी दैट इज द पाथ ऑफ एक्शन तेणु आम कर्म एमती कौन माने मनीष नाही बा एमती कौन जीवात्मा नाही जे कर्म करे ना समस्ते कर्म रे बंधा कारण ठाकुर कहते जो ब्रह्मर कथा जहाँ वृद्धि प्राप्त हो ताहा रही हूँ ब्रह्म तेणु जहाँ वृद्धि प्राप्त हो ताहा ही रही हूँ ब्रह्म कौन वृद्धि प्राप्त होता माने सबू एक रु ही सृष्टि यही एक रु जो बहुरे परिणत होती तार मूल उद्देश्य हूँ उपभोग करवा एंजॉय करवा आनंद पाइबा तेणु भगवान जो एकला थे जदि एकला था मुझे एका रही माने गोटे गाँव में कि गोटे सोसाइटी रे कौन मत आनंद लगे जड़े लोक जनकर पढ़ुली तार 33 years ही हैज स्पेंड अलोन गोटे समुद्र कूल गोटे घर करिकी 33 वर्ष से एका रही 33 वर्ष एका रहा पर सी अनुभव कला जे एकला रहीबार किसी मूल्य ना से पुणी सोसाइटी को फेरी आसला तामाने से सोसाइटी फेरी आसला से आनंद रे जीवन टाक अतिबाहित करता तेणु ये जो ईश्वर जो एक रु जो बहुरे परिणत जो शब्द ब्रह्मर सब किसी सृष्टि तेणु ठाकुर कहते जीवंता पृथ्वीटा हूँ शब्दर घरायित रूप तेणु ये सबकि से शब्द ब्रह्मर सृष्टि तेणु जो एक रु सबकि सृष्टि है तो तार उद्देश्य तार मूल उद्देश्य कौन ईश्वर ये सबकि ये जो सृष्टि कले से सृष्टि को एंजॉय करने ये शरीर सृष्टि कराई ये शरीर भितर एंजॉय करने जो पंच इंद्रिय दिखाई पंच इंद्रिय सुख पाई केवल किंतु आम दुख पाऊँ तार मूल कारण हूँ आम एक्सेस करदे पेट आम खाइबाटा निहाती जरूरी किंतु अधिक खाईदे आम रोग पड़ू आम माने माने विभिन्न प्रकार जिनस अच्छी तो सबू जिनस जो एक्सेस जी माफिक करने कथा ताठू जो ऊर्ध्व हो जाए से दुख हो जाए तेणु प्रथम कथा हूँ ठाकुर जो विधान ठाकुर ये जो कर्म जोग तो कर्म जोग हूँ द पाथ ऑफ एक्शन
तो सबुबले ये जो कर्म जोगरे होची आमे 100% इफोर्ट्स दबा विदाउट बीइंग अटैच्ड टू द आउटकम ठाकुर से कथा को पुणी आसबि when the action is performed selflessly with the full focus and attention it brings the fulfillment and freedom तेणु मनीष जितेबाला जो कर्म करे सेल्फलेस भाव में कर्म करे ठाकुर भाववाणी से कथा को पुणी मोर मन पड़े ठाकुर कहते जे दी प्रकार कर्म अच्छे मनीष हूँ गोटे बद्ध कर्म आउट हूँ मुक्त कर्म बद्ध कर्म माने कौन ये बद्ध कर्म हूँ दुखर कारण कर्म केवल दुख पाई नुहे कर्म सब सुख पाए कि दुख मिले कौन पाए आम सब गुड़ाक मोर मोर बोली कौ मु करुँची मो घर मु खाଇବା बनाऊँगी मु करुँची कि मु मोर स्त्री मो पिला मो झील मु चाकरी करुँची मोर कॉलेज मोर सबकि सबकि मो सबकि पछरे मु अच्छी तो यही क्रम मोर मन पड़े जड़े राजा विद्वान राजा से दान करती सबुदिन जो दान करती आखिटा तलू करके मुहटा को तलू करके से दान करते से लोक को देखती सन्त तुलसीदास थरे दान ग्रहण करने जाती एवं दान ग्रहण करापर सन्त तुलसीदास पचार जे आप जो दान करती जे से क्या अना तलू को मुँह आणिकी था खाली जिनसा बढ़े दिखती आप क्या देखती से राजा कहले जे लोक मैंने भावती मुझे अनाए लोक मैंने मो प्रति कृतकृत्य हो उठती आउ से भावटा को ग्रहण करने चाहेनि क्या लोक मैंने भावती मु दौची किंतु वास्तविक से कहते जे मु तो खाली हाथ में आसती खाली हाथ जीवी तो खाली हाथ में आम आसीचे खाली हाथ में जीवा किंतु खाली हाथ नुहे वास्तविक कथा भी अलग कथा खाली हाथ में आसुना वी कम विथ आवर डिवाइन ब्लेसिंग्स आम डिवाइन पावर नहीं आसीचु कार्मिक मेमोरी नहीं आसीचु जेनेटिक मेमोरी नहीं आसीचु इवोल्यूशन मेमोरी नहीं आसीचु विभिन्न प्रकार स्मृति भाई चेतना आम भितर नहीं आसीचु आम खाली हाथ में आसीनु तेणु जो ये मेटेरियाली खाली हाथ में आसीचु तुलसी बुझाऊँ तुलसीदास को जे मु खाली हाथ में आसी खाली हाथ में पुणी जीवी मेटेरियाली मुझे किसी आनी तेणु लोक मैंने जो भावुं जे मु दौची बोली ताहा मते कष्ट दिए से मथा नत करके दान कर तेणु ये हूँ कथा तेणु ये हूँ मुक्त कर्मर कथा माने मनीष जो सबकि कै सब सब जिनसा ईश्वर को समर्पी देते ये सब ईश्वर को इच्छा हो इच्छा जो हो कष्ट पाएनि ये हूँ मुक्त कर्म ये हूँ मुक्त कर्म तेणु ठाकुर ये जो जोग ठाकुर जो माने ये जो मंत्र मंत्र जोग कथा ठाकुर मत कहले मंत्र जोग हूँ कौन मंत्र द्वारा जो जोग आसे जो मंत्र रिसाइटेशन ऑफ द मंत्र मन तारयति मंत्र ता हूँ मंत्र मंत्र हूँ गोटे शब्द हो पारे गोटे फ्रेज हो पारे जहाँकि तार माइंड फोकस टाक वृद्धि कराए माने जहाँ ठाकुर कहते मंत्र मनीष को तीक्ष्ण कराए तेणु मंत्र हूँ मनीषर माइंड फोकस टाक बढ़ाए ये मंत्र हूँ गोटे प्रकार जोग जहाँकि निज भितर सेल्फ आउ डिपेंड माने कॉन्शियसनेस टाक डेभलप कराए मंत्र हूँ गोटे गोटे विज्ञान एक्जाक्ट साइंस तेणु जहाँकि मनीषर माइंड टाक से शब्द सहित फोकस कराए तेणु आम जो मंत्र करुचु नाम करुचु ये मनीषर अलर्टनेस टाक बढ़ाए तेणु नाम आ नामी भितर अभेद तमें नाम करवा माने तेणु नामिक आम ता भितर से चेतना ता भितर जागृत हो ये हूँ मंत्र जोग तेणु भगवत गीतार से कथा कहुई से कथा माने जो माने जोगर कथा कहुई माने आम जो ये आटाचमेंटा थाए जो कर्म सहित मोर जो आटाचमेंटा थाए जहाँ मु करे सब मु करुँची बोलिकी भावे एवं जहाँ किसी मुझे अचीव करी सब मोर बोलिकी जो भावे कि ठाकुर से आलोचना प्रसंग अच्छी से अच्छी जे ये सब किसी मालिक हूँ सत्ता बा आत्मा ये आत्मा शरीर द्वारा सबकि लाभ करे एवं यही शरीर द्वारा आम जहाँ किसी उपार्जन करूँ घर बाड़ी बैंक बालान्स जहाँ किसी उपार्जन करूँ से सत्तार से सत्तर अधिकारी हूँ सत्ता एक्जाक्ट वार्ड हूँ से माने जो उपार्जन करूँ से सत्तर
ସତତ୍ଵର ଅଧିକାରୀ ହେଉଛି ସତ୍ତା, ସତ୍ତା ମାନେ ଆତ୍ମା। ଇଏ ତାର ଠାକୁର ସେତେ କହିଛନ୍ତି ତାହା ହିଁ ସବୁକିଛିର ମାଲିକ ହେଉଛନ୍ତି ସେ ଆତ୍ମା। ଆତ୍ମା ପରମାତ୍ମାଙ୍କର ଅଂଶ ବିଶେଷ, ତାପରେ ସବୁକିଛି ହେଉଛନ୍ତି ପରମାତ୍ମାଙ୍କର ସୃଷ୍ଟି। ତେଣୁ ଆମେ ଯେତେବେଳେ କର୍ମ କରି ଯେତେବେଳେ ଦୁଃଖ ପାଉ, ଦୁଃଖର ମୂଳ କାରଣ ହେଉଛି ଆମେ କର୍ମ ସହିତ କର୍ମଫଳକୁ ଆମେ ମଧ୍ୟ ଚିନ୍ତା କରୁ। ତେଣୁ କର୍ମଫଳଟା ସବୁବେଳେ କର୍ମଫଳ ସେଥିପାଇଁ ଚିନ୍ତା କରୁ କାରଣ ଆମେ କର୍ମ ସହିତ ଆଟାଚ୍ଡ ଥାଉ। ମୁଁ କରୁଛି ବୋଲି ଭାବୁ, ସେଥିପାଇଁ ଆମେ କର୍ମଫଳ କଥା ଚିନ୍ତା କରୁ। ଯେଉଁ ଗୀତାରେ ଯେଉଁ କର୍ମଯୋଗର କଥା କୁହାଯାଇଛି, କର୍ମାଣେ ବାଧିକାରସ୍ତୁ ମା ଫଳେଷୁ କଦାଚନ। ତେଣୁ କର୍ମାଣେ ବାଧିକାରସ୍ତୁ ମା ଫଳେଷୁ କଦାଚନ। ତେଣୁ ଆମେ ଯେଉଁ ଡ୍ୟୁଟି କରୁଛୁ, ଯେଉଁ କର୍ମ କରୁଛୁ, ସେ କର୍ମର ଯେଉଁ ଫଳ ପ୍ରତି ଯେଉଁ ଚିନ୍ତା କରୁ ତାହା ହିଁ ଦୁଃଖ ଦେଇଥାଏ। ତେଣୁ ତାର ଫଳରହିତ ଯେତେବେଳେ ଆମେ ମଣିଷ କର୍ମ କରେ, ସେତେବେଳେ ସେ କର୍ମଟାକୁ ଠିକ୍ ଭାବରେ ନିର୍ବାପିତ କରିପାରେ। ତେଣୁ ଏଇ ଯେଉଁ ମାନେ କର୍ମର କର୍ମଫଳ, ତେଣୁ କର୍ମଫଳ ତାକୁ ଆମେ ତ ଯେତେ କର୍ମ କରୁ କର୍ମଫଳ ତ ଆଶା କରୁନା। ଆମେ ଯଦି କିଛି ଗୋଟେ କାହାକୁ ଗୋଟେ ସାହାଯ୍ୟ କରୁ, କିଛି ଗୋଟେ କାହା ପାଇଁ କିଛି ଗୋଟେ କରିଦେଲୁ, ଆମେ କିଛି ପ୍ରଶଂସା ଆଶା କରୁ। ଠାକୁର ସେଥିପାଇଁ କହିଛନ୍ତି ଯାହା ନିଃସ୍ୱାର୍ଥପର ଭାବରେ ଯେଉଁ କିଛି କର୍ମ କରାଯାଏ ଏବଂ ତାର ଫଳ ସ୍ୱରୂପ ତାକୁ ପ୍ରଶଂସା ହିଁ ମିଳେ। ତେଣୁ ସେଇଟା ମିଳିବାଟା ସ୍ୱାଭାବିକ, ତାକୁ ଆଶା କଲେ ସେଇଟା ଆଉ ହେଇପାରେନି। ତେଣୁ ଆମେ ଅନେକ